ନୃତ୍ୟଗୁରୁ ନେପା ସାରଙ୍କ ବିୟୋଗରେ ଯାତ୍ରା ଜଗତରେ ଶୋକର ଛାୟା। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର ଟିକିଏ କଥା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। ଆଜି 2024 ମସିହା ଜୁଲାଇ ମାସ 27 ତାରିଖ ଶନିବାର। ଆଜିର ଯାତ୍ରା ଖବର। ଯାତ୍ରା ଶ୍ରୀ ବିଶ୍ୱ ଦରବାର ଚତୁର୍ଥ ଅଭିନୟ ରଜନୀ କୁରୁଡା ଯାତ୍ରା ପଡ଼ିଆ ବାଲେଶ୍ୱର। ଆଜିର ନାଟକ କିଏ ଜାଣିଥିଲା ଏମିତି ହେବ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ଏକନ ସାର। ଯାତ୍ରା ଦୁର୍ଗା ମନ୍ଦିର ଚତୁର୍ଥ ଅଭିନୟ ରଜନୀ ଦାନଗଦି ଯାଜପୁର। ଆଜିର ନାଟକ ସ୍ୱାମୀ ଖୋଜିବାକୁ ସ୍ୱର୍ଗକୁ ଯିବି। ରଚନା ନବଘନ ରାଉଳ, ନିର୍ଦ୍ଦେଶନା ଅଶ୍ରୁମୋଚନ ମହାନ୍ତି, ସଙ୍ଗୀତ ବିକାଶ ଶୋକଳା। ଯାତ୍ରା ସ୍ୱର୍ଣ୍ଣମହଲ ତୃତୀୟ ଅଭିନୟ ରଜନୀ ରୂପାଲି ଛକ ଭୁବନେଶ୍ୱର। ଆଜି ଦୁଇ ଗୋଟି ଶୋରେ ଗୋଟିଏ ନାଟକ ଗରିବର ଦୁଃଖ ଦେଖିଛି କିଏ। ରଚନା ଓ ନିର୍ଦ୍ଦେଶନା ଇଞ୍ଜିନିୟର ଆଶୁତୋଷ ମହାପାତ୍ର, ସଙ୍ଗୀତ ଏକନ ସାର। ଅପେରା ଅଶୋକ ସମ୍ରାଟ ଦ୍ୱିତୀୟ ଅଭିନୟ ରଜନୀ ତମାଣ୍ଡୁ ଭୁବନେଶ୍ୱର। ଆଜିର ନାଟକ କଇଁ କଇଁ କାନ୍ଦେ କନକ ଗୁରି। ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ରଙ୍ଗମହଲ ଦ୍ୱିତୀୟ ଅଭିନୟ ରଜନୀ ଦୋଳେଇପୁଟ ଖୋର୍ଦ୍ଧା। ଆଜିର ନାଟକ ପାପ ଜାଣିନି କି ପୁଣ୍ୟ ଜାଣିନି। ରଚନା ଓ ନିର୍ଦ୍ଦେଶନା ଇଞ୍ଜିନିୟର ଆଶୁତୋଷ ମହାପାତ୍ର, ସଙ୍ଗୀତ ଏକନ ସାର। କୋଣାର୍କ ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ ନୀଳକଣ୍ଠପୁର ଭୁବନ ଢେଙ୍କାନାଳ। ଆଜିର ନାଟକ ସେଇ ଗୋଟିଏ ଭୁଲ ପାଇଁ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରା ଅନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ। ଆସନ୍ତାକାଲି ରାଜଧାନୀ ଅପେରାର ବହୁଚର୍ଚ୍ଚିତ ନାଟକ କିନ୍ନର ବୋହୂର ଫାଇନାଲ ବିଜିଏମ୍ କେନ୍ଦୁପାଟଣା ନନ୍ଦନକାନନ ଭୁବନେଶ୍ୱରରେ। ନାଟକଟିକୁ ରଚନା କରିଛନ୍ତି ଯୁବ ନାଟ୍ୟକାର ପପୁ ବ୍ରହ୍ମ, ନିର୍ଦ୍ଦେଶନାରେ ରଞ୍ଜନ ବିଶ୍ୱାଳ, ସଙ୍ଗୀତ ବିକାଶ ଶୋକଳା। ସେହିପରି କଳିଙ୍ଗ ଗଣନାଟ୍ୟର ନାଟକ ବାଜିବ ସାହାନାଇ ତୋରି ପାଇଁ, ଯେଉଁ ନାଟକଟିକୁ ରଚନା ଓ ନିର୍ଦ୍ଦେଶନାରେ ଅଛନ୍ତି ଗୁରୁ ମିଶ୍ର। ଆସନ୍ତାକାଲି ତାର ଫାଇନାଲ ବିଜିଏମ୍। ଗତକାଲି ଯାତ୍ରା ରାଜନନ୍ଦିନୀର ନାଟକ ସିନ୍ଦୁର ଲାଗେ ଫିକା ଅଭିନୟର ଫାଇନାଲ ବିଜିଏମ୍ ସମ୍ପନ୍ନ ହୋଇଅଛି। ଯେଉଁ ନାଟକଟିକୁ ରଚନା କରିଥିଲେ ଡକ୍ଟର କୈଳାସ ମଲ୍ଲିକ, ନିର୍ଦ୍ଦେଶନାରେ ଇଞ୍ଜିନିୟର ଯୁଗେନ୍ଦ୍ର ମଲ୍ଲିକ, ସଙ୍ଗୀତ ମନ୍ମଥ ମିଶ୍ର। ଯାତ୍ରା କିଙ୍ଗ ଯାତ୍ରା ଇନ୍ଦ୍ରଭୁବନର ନାଟକ ଚିଠି ବାସୁଛି ତୁଳସୀ ତୁଳସୀର ଫାଇନାଲ ବିଜିଏମ୍ ଗତକାଲି ସନ୍ଧ୍ୟାରେ ସମ୍ପନ୍ନ ହୋଇଅଛି। ନାଟକଟିକୁ ରଚନା କରିଥିଲେ ସନ୍ତୋଷ ନାରାୟଣ, ନିର୍ଦ୍ଦେଶନାରେ ଶାରଦା ରଣା, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଆସନ୍ତାକାଲି ଚମ୍ପତି ଜଗତପୁର କଟକରେ ଯାତ୍ରା ମୌଡ଼ମଣି ଗୌରୀ ଗଣନାଟ୍ୟର ଶୁଭ ମୁକ୍ତି। ଗତକାଲି ଯାତ୍ରା ଯାଜ୍ଞସେନୀର ଆଖଡ଼ାଶାଳରେ ନୃତ୍ୟ ଶିକ୍ଷା ଦେଉଥିଲା ବେଳେ ନୃତ୍ୟଗୁରୁ ନେପା ସାରଙ୍କର ହୃଦଘାତରେ ପରଲୋକ ହୋଇଅଛି, ଯାହାକି ଯାତ୍ରା ଜଗତ ପାଇଁ ଏକ ଦୁଃଖଦ ଖବର। ଏହି ଖବର ପ୍ରଚାରିତ ହେଲା ପରେ ସମଗ୍ର ଯାତ୍ରା କଳାକାରଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ବହୁ ଯାତ୍ରା ଅନୁଷ୍ଠାନ ମଞ୍ଚରେ ନେପା ସାରଙ୍କ ପାଇଁ ଶୋକସଭା ମଧ୍ୟ ଅନୁଷ୍ଠିତ ହୋଇଅଛି। ଏ ହେଲା ଆଜି ସକାଳର କିଛି ଖବର ଯାତ୍ରାପ୍ରେମୀ ଦର୍ଶକମାନଙ୍କ ପାଇଁ। ଟିକିଏ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ। ଟିକିଏ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ସଠିକ ତଥ୍ୟ ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ, ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ସର୍ବୋପରି ଆମର କାର୍ଯ୍ୟକ୍ରମ ଦେଖିସାରିବା ପରେ ମତାମତ ଦେବା ପାଇଁ ଜମାରୁ ଭୁଲିବେ ନାହିଁ। ଆପଣମାନଙ୍କର ମତାମତ ଆମ ପାଇଁ ବହୁ ମୂଲ୍ୟବାନ। ଆମେ ଆପଣମାନଙ୍କର ମତାମତକୁ ସମୀକ୍ଷା କରି ଆଉ ପରାମର୍ଶକୁ ଗ୍ରହଣ କରି ଆମ କାର୍ଯ୍ୟକ୍ରମ ରୂପରେଖ ବଦଳାଇବା ପାଇଁ ଚେଷ୍ଟା କରିବୁ। ବର୍ତ୍ତମାନ ପାଇଁ ରହୁଛି, ପୁଣି ଦେଖାହବ ଆଉ ଏକ ସ୍ୱତନ୍ତ୍ର ଅଧ୍ୟାୟରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ, ଭଲରେ ରହିବା ସମସ୍ତେ। ଜୟ ଜଗନ୍ନାଥ।